ଆସୁନୁ ଖାଇବୁ ଯିବା ଖରା ବଢ଼ି ଯାଉଛି ନା ଆଉ। ଜୟ ହନୁମାନ ଯାହା ଠାକୁରଙ୍କୁ ଟିକେ ଲଗେଇଦେ ଉଠୁନା ଦେ ସାଙ୍ଗମାନେ ଏଇଟା କାହା ଗଛ କମେଣ୍ଟ କରିବେ ଏଇ ଏରିଆରେ ଆମର କିଏ ଭିଡ଼ିଓ ଦେଖୁଛନ୍ତି। ସରିଲା ପୂଜା ଜୟ ଜଗନ୍ନାଥ ସାଙ୍ଗମାନେ ଶୁଭ ସକାଳ ଏବଂ ବ୍ରସ୍ କରିକି ଆସିକି ଯାଉଛି ଗାଁକୁ ଯାଉଛି ଆମ ଗାଁକୁ ଭୁବନେଶ୍ୱର ଏବେ ବାଇକ୍ ବାହାର କରି ବାଇକ୍ରେ ଯିବୁ ଦୁଇ ଜଣ ସେ ତାର ଉପରେ ଗାଧା ଯିବ ନା ଆସିବ ଫ୍ରେସ୍ ଫ୍ରାସ୍ ହେଇ ଭଲ ଲାଗୁନି ଖାସଟା ମୋ ପ୍ରବଳ ହେଇଛି କାହିଁକିନା ଯେଉଁ ଖିଆପିଆ ହେଇନି ଠିକ୍ ସେ ବ୍ରହ୍ମପୁର ଯାଇକି ଭାଇ ନାମ ନେଉଛି କାଲି ପୁଣି ସେ ସିରାପ ନେଇକି ଫାର୍ମାସିରୁ ସିରାପ ନେଇକି ଖାଇଲା ଟିକେ ଭଲ ହେଇଛି ଆଜି ବାଇକ୍ ଅଛି ସେଠି ବାହାର କରିବେ ଏବେ ଆଉ ଗୋଟିଏ ଚାହା ପିଇଦେବା ମଉସା ଖୋଲୁଛନ୍ତି ଦୋକାନ ନାଇଁ ଆଗ ବାଇକ୍ରେ ବାହାର କରିଦେବା ମଉସା ଚାହା କରୁ କରୁ ଏଇପଟେ ବନ୍ଦ ଅଛି ଆସିଗଲା ବାଇକ୍ ଏବେ ଯିବା ସକାଳ ସକାଳ ପଳେଇବା କାହିଁକିନା ରହିବୁ ଯିବାକୁ ପଡ଼ିବ ଦୁଇ ଜଣ ଯିବୁ ଟାଇମ୍ ବେଶୀ ହେଇନି 6:43 ତ ଏବେ ବାହାରିବା ସାଙ୍ଗମାନେ ଖରା ହେଇଗଲାଣି କାହିଁକିନା ସକାଳୁ ଯିବା କଥା ଯାଇ ହେଲାନି ଟିକେ ସେ ଡକ୍ଟର ସହିତ କଥା ହେବା ପାଇଁ ଆସୁଛି କାନ୍ଦୁଛି କାନ୍ଦୁ କ'ଣ ପାଇଁ ଆସେ ଭଲ ତ ହେଇଯିବ ଆଉ କ'ଣ କାନ୍ଦିବାର କ'ଣ ଅଛି କାନ୍ଦୁଛୁ ଭାଇ ମନେ ପଡ଼ୁଛି ଭାଇ କି କାନ୍ଦିବାର କ'ଣ ଅଛି ଭଲ ତ ହେଇଯିବ ଆଉ କାନ୍ଦିବାର କ'ଣ ଅଛି ଯାହା ବାର୍ତ୍ତାରେ ହେଇଗଲେ ହେଇଯାଇଛି ଆଉ କାନ୍ଦିଲେ କ'ଣ ଆସିବ ହଉ ସାଙ୍ଗମାନେ ଆମେ ଏବେ ବାହାରିଲୁ ଯିବା ଗାଁକୁ ଯିବା ଏବେ ବାଟରେ ବି ଟିକେ ଛିଡ଼ା ହେଇଯିବା ପଡ଼ିବ କାହିଁକିନା ଏତେ ଦୂର ତ ଲଙ୍ଗ ବାଟ କଣ୍ଟିନ୍ୟୁ ଯାଇ ହେବନି କ'ଣ କହୁଛୁ ଖାଇବୁନି କିଛି ଖାଇବୁନି ଦେଖିବା ମୁଁ ରହିଗଲା ଦୁଇଟା ଖାଇଦେବି ବାଟରେ ଆଉ ଏବେ ଆମେ ଚନ୍ଦକା ରୋଡ଼ରୁ ହେଇଗଲୁ ସାଙ୍ଗମାନେ ଗୋଟେ ଫଟୋ ଗୋଟେ ଉଠେଇବା ଏଡ଼େ ବଜରଙ୍ଗ ବାଲି ଅଛନ୍ତି ମୁଁ ଯାଉଛି ଭିତରକୁ ଯିବି ଆପଣମାନଙ୍କୁ ଦେଖେଇବି ଇଏ ହେଉଛି କଟକ ରୋଡ଼ ଭିତରଟି ଯିବା ହେଲା ଟିକେ ଦର୍ଶନ କରିବା ତାପରେ ହେଠୁ ଧୀରେ ଧୀରେ ଆଗକୁ ବଢ଼ିବା ଆଉ କ'ଣ କହୁଛୁ ଯିବୁନି ଭିତରକୁ ଯିବା ଚାଲ ଆସ ନଡ଼ିଆ ଫଡ଼ିଆ କିଛି ଜାଣିପାରିଲିନି ସାଙ୍ଗମାନେ ଟିକେ ଭୋଗ ଲଗେଇଦେବା ଠାକୁରଙ୍କୁ ଜୟ ବିରି ହନୁମାନ କି ଜୟ ମସ୍ତ ଲାଗୁଛି ଦେଖିଲି ନା ଜୟ ବିରି ହନୁମାନ ଯା ଠାକୁରଙ୍କୁ ଟିକେ ଲଗେଇଦେ ଉଠୁନା ଦେ ଯା ଏପଟେ ଠାକୁରଙ୍କୁ ଟିକେ ଭୋଗ ଲଗେଇଦେବା ସାଙ୍ଗମାନେ ଯେହେତୁ ଆସୁଛେ ଦର୍ଶନ ଟିକେ କରିଦେବା ତାପରେ ଯିବା ନନା ଅଛନ୍ତି ଜୟ ସରିଲା ପୂଜା ଯିବା ଟିକେ ଠାକୁର ଦର୍ଶନ କରିବା ସାଙ୍ଗମାନେ ମସ୍ତ ଲାଗୁଛି କାହିଁକି ଯାହେଲେ ଠାକୁର ଯାକ ଆସିବ ମାନେ ସାଙ୍ଗମାନେ ସେ ଗୋଟେ ଆତ୍ମାର ଗୋଟେ ଅଲଗା ଗୋଟେ ଆସେ ଯେହେତୁ ଆସିଯିବ ଫଟୋ ଦୁଇଟା ଉଠେଇବା ତାପରେ ଯିବା ଆଉ ଆମର ଭୋଗ ଲଗେଇକି ଆସିଲେ ଠାକୁରଙ୍କୁ ନା ଖରା ହେଉଛି କିନ୍ତୁ ଭଲ ସୁବିଧା ଅଛି ରୋଡ଼ ସାଇଡ଼୍ରେ ତାପରେ ଗଛ ବି ଅଛି ସେ ଚେୟାର ପଡ଼ିଛି ଏଇଟା ମୁଁ ଏପଟେ ଆସିଥିଲି ସେମାନେ ସୁଟିଂ ହେଉଥିଲା ମୁଁ ଦେଖିଛି ଫିଲ୍ମ ସୁଟିଂ କି ସିରିଏଲ୍ ସୁଟିଂ ଏମିତି ହେଉଥିଲା
ମୁଁ ଏପଟେ ପ୍ରାୟ ଟାଇମ୍ ଯାଉଛି ନା। ଫଟୋ ଦୁଇଟା ଉଠିବେ ସାଙ୍ଗମାନେ ଫଟୋ ବାହାରେ ମାନେ ଭଲ ସୁବିଧା ହେଇଛି କାହିଁକିନା ଯେହେତୁ ଟାଇଲ ଗୁଡ଼ା ମାର୍ବଲ ପଥର ଗୁଡ଼ା ପଡ଼ିଛି ପାଦ ତାତିଛି ବୋଲି ସେ ଗୋଟେ ବି ଏମିତି ଗୋଟେ ପକେଇଛନ୍ତି ଭଲ ହେଇଛି ଆରାମସେ ବି ଯାଇନା ଆପଣମାନେ ଦର୍ଶନ କରିପାରିବେ। କେମିତି ଲାଗୁଛି? ଏବେ ଯିବା ଧୀରେ ଧୀରେ ଆଗକୁ ବଢ଼ିବା। ଦର୍ଶନ ହେଇଗଲା ଠାକୁରଙ୍କର। ବାଇକ୍ ରହିଛି ସେଠି ବାହାରେ ରଖାହେଇଛି। ଯାଉଛୁ ଏପଟେ ଯେହେତୁ ଗାଁକୁ ଦର୍ଶନ ଟିକେ କରିଦେଇ ଗଲେ ବହୁତ ମସ୍ତ ଲାଗିଲା। ଆନନ୍ଦ ଲାଗିଲା ସାଙ୍ଗମାନେ ବହୁତ ଆନନ୍ଦ ଲାଗିଲା। ଆଉ ଟିକେ ବସିବା ଆଗ ବସ୍ ଟିକେ ଯାଉଛି ଯିବା ବସ୍ ପାଣି ଆଣୁଛି ପାଣି ଅଛି ନା ପାଣି ନେବା? ଏଇଟା ଗୋଟେ ବସିବା ସାଙ୍ଗମାନେ। এই ଜାଗାକୁ ହେଲେ ଆଉ ଯିବାକୁ ଇଚ୍ଛା ହଉନି। ଜାଗାକୁ ଆସିଲେ ସାଙ୍ଗମାନେ ଆଉ ଇଚ୍ଛା ହଉନି। ମୁଁ ବହୁତ ଥର ଚେଷ୍ଟା କରୁଛି ଆସିବି ଟିକେ ଦର୍ଶନ କରିବି ବୋଲି କାହିଁକିନା ମୁଁ ଏପଟେ ଯେଉଁ ଡେଲି ମୁଁ ଭୁବନେଶ୍ୱର ଯିବା ଆସିବା କରୁଛି ନା ଯେଉଁ ଟାଇମ୍ ଯାଏ ମୋ ବାଇକ୍ରେ ମୁଁ ଏପଟେ ଯିବା ଆସିବା କରୁଛି ମାନେ ଏପଟେ ସଦାବେଳେ ଦେଖା ହୁଏ। ଏବେ ଦିନ ଆସିଥିଲି ଏବେ ଛୁଟି ହେଉଥିଲା ମୁଁ ଦେଖିଛି ଠାକୁରଙ୍କୁ ଟିକେ ଜୁମ୍ କରିଦେଉଛି। ଅନ୍ଧାର ଟିକେ ଅଛି ତ ଲାଇଟ୍ ଲାଗେନି ତ ଟିକେ ଦେଖା ହଉନାହାନ୍ତି। ଆଗକୁ ବଢ଼ିଆ ଚାଲ କୋଉଠି ୟାକୁ ସାଙ୍ଗମାନେ ଦେଖାଯିବ କୋଉଠି କିଏ ବାହାଘର ହେଉଛି କୋଉଠି ଆମ୍ବ ପଡ଼ିଛି ଏସବୁ ଜିନିଷ ଦେଖାଯିବ। ପାଣି ସୁବିଧା ଅଛି ବହୁତ ସୁବିଧା ଅଛି। ଚାଲ 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 ଆସ ଆସ। ବହୁତ କିନ୍ତୁ ପରିଷ୍କାର ଅଛି ସାଙ୍ଗମାନେ ଦେଖନି ପୁରା ପରିଷ୍କାର ଗଛ ଅଛି। ତବେ ସାଙ୍ଗମାନେ ଆମେ ଫାଇନାଲରେ ବାହାରିବା। ଆସ ଆସ ଖରା ହେଲାଣି। ଓହୋ ଚାଲ ଘରକୁ ଯିବା କ'ଣ ଖାଇବା ମୋତେ ଭୋକ ହେଲାଣି। ଖାଇଦେବା ଆଗ ଦୁଇଟା ପେଟ ଗରମ ହେଇଯିବ। ତା କହିଦିଅନ୍ତୁ ବିଟ ଲୁଣ୍ଠେଇ ଦେଲେ ବିଟ ଲୁଣ୍ଠେଇ ବାସ୍ ଇଟିଲି ନେଇ ଆସିଲେ ସାଙ୍ଗମାନେ ଖାଇବା ଏବେ ଛାଇ ମୂଳେ ଟିକେ ବସିବା। ଖାଇବୁନି ତୁ ହେଁ ଖାଇବୁ ହଁ ଦରକାର ଆଉ ଗୋଟେ ଆଣିବି ହେଁ ତ ମୁଁ ଆଉ ଗୋଟେ ନେଇ ଆସିବି ସେ ଖାଇଲାଣି ଆଉ ଗୋଟେ ନେଇ ଆସିବା ମୋ ପାଇଁ ମୁଁ ଗୋଟେ ନେଇ ଆସିବି। ଆଉ କ'ଣ ଖାଇବୁ ଖାଇବୁ ନା ଝୋଳ ଆଣୁ ଝୋଳ ହଁ ଯାହା ହେଠି ନେଇ ଆସିବା ବସି ପଡ଼ିଲେ ଖାଇଦେବା ଟିକେ ଆଉ ଥଣ୍ଡା ମୂଳେ ସାଙ୍ଗମାନେ ତାପରେ ଦେଖିବା ଆଗକୁ ବଢ଼ିଆ ଆଉ। ଏଇଟା କେଉଁ ଜାଗା କି ଚନ୍ଦକା ରୋଡ଼ କିନ୍ତୁ ଏଇ ଜାଗା ନା ମୁଁ ଲେଖା ହେଇନି ଗୋଟେ କେଉଁ ଜାଗା। ହଉ ଆଗ ବସିକି ଖାଇବା ଛାଇ ମୂଳେ। ଏଇଟା କେଉଁ ବ୍ରିଜ୍ କହିଲେ ହାଁ ଦେଖିଛି ହେଲା ଏ ସେଇ ଯେଉଁ ବୋର୍ଡ଼ଟା ସାଙ୍ଗମାନେ ଲାଗିଥିଲା ସେଇଠି ଦେଖିଦେଇଛି ମୁଣ୍ଡଳି ବ୍ରିଜ୍ ଆଉ ବା ଦେଖିବେ ନା ପାଣି ଭାଇ କିଛି ବର୍ଷ ଆଗରୁ ଏଇଠି ହାତୀ ଯୁଗେ ଜଣଙ୍କର ଜୀବନ ଯାଇଥିଲା ନା ଆପଣମାନେ ତ ଜାଣିଥିବେ ଆଉ ମୁଁ କହିବି କ'ଣ ଭାଇ। ସେଇ ବ୍ରିଜ୍ ଦେଖିଲେ ନା ଏ ବ୍ରିଜ୍ ଦେଖିଲେ ଖାଲି ମନେ ପଡ଼ିଯାଏ ସେଇ ଯେଉଁ ହାତୀ କଥା କେତେ କଷ୍ଟରେ ସେ ସାହାଯ୍ୟ କରିବା ପାଇଁ ଆସିଥିଲେ
ହେଲେ ଭାଇ ଭଗବାନଟାକୁ ଜୀବନ ନେଇଗଲେ ସେଇଟା ଗୋଟେ ଦୁଃଖ ଲାଗେ ଆଉ। ପାଣି ପୁରା କଳା ପାଣି ଦେଖୁନାହାନ୍ତି। ଏ ମାଛ ଏଇ ଆବେ ମାଛ ଦେଖିବି ଏଇଠି ଫୁଟିଲା ସେଇଠି ମାଛ ଏଇଟା ଦେଖନ୍ତୁ ଫୁଟାଲୁ ବାହାବୁଲି ଏତେ ବଡ଼ ମାଛ କେତେ ବଡ଼ ମାଛ ହେଇଛି। এইপଟେ ସାମାନଟେ ଯିବା ଏଇପଟେ ନାଇଁ ପଛରେ କ'ଣ ପଳା এইପଟେ ଦେଖେଇଦେବା ଟିକେ ସାମାନ ପୁରା କଳା ପାଣି ମାଛ ଆଭେଲେବଲ୍ ମାଛ ସେ ଜାଲି ସେଫ୍ଟି ଦିଆହେଇଛି ଭଲ ହେଇଛି ସେଫ୍ଟି ଦିଆହେଇଛି। ଆଗକୁ ବଢ଼ିଆ ସାଙ୍ଗମାନେ ଖରା ତ ପ୍ରବଳ ହେଇଗଲାଣି ଟାଇମ୍ ବି ହେଇଗଲାଣି। କାଜୁ ଖାଇବୁ ପାକଳ ହେଇନି ସାଙ୍ଗମାନେ ଯାଉଥିଲୁ ଗାଁକୁ ଯାଉଛୁ ସେଇ ଅଛି ମେଘା ମାନେ ମୁଣ୍ଡଳି ପରେ ହେଉଛି ମେଘା ଗାଁ ଗୋଟେ ଆସିଲା ତାପରେ ପରେ ଏଇ ଯେଉଁ ରୋଡ଼ଟା ପଡ଼ିଛି ଆମ ଅନୁଗୁଳକୁ ରୋଡ଼ ପଡ଼ିଛି 8 ଘଣ୍ଟା ଆମେ ବାହାରିବୁ ଆଉ କିନ୍ତୁ ଆସିଲା ବେଳକୁ ବାଟରେ ସାମାନ ଦେଖନ୍ତୁ କାଜୁ ଫଳ ମସ୍ତ ଲାଗିବ ଖାଇବା ପାଇଁ କାହିଁକିନା ଏ ସିଜିନଟା ନା କାଜୁ ସିଜିନ ସେଇଗୁଡ଼ା ଦେଖୁନାହାନ୍ତି ପାଚି ଖାଉନୁ କିନ୍ତୁ କଷା ଲାଗିବ କାହିଁକିନା ଏଗୁଡ଼ା ଟାଣ ଅଛି ନା କଷା ଲାଗିବ। କାଜୁ ଖାଇଲା କାଜୁ ମଞ୍ଜି ଉଣ୍ଡଉଛି ନେବ ବୋଲି ସାଙ୍ଗମାନେ ଏଇଟା କାହା ଗଛ କମେଣ୍ଟ କରିବେ ଯଦି ଏଇ ଏରିଆରେ ଆମର କିଏ ଭିଡ଼ିଓ ଦେଖୁଛନ୍ତି 8ଗଡ଼ ଏରିଆର ମଣ୍ଡଳୀ ଗଲା କାଜୁ ମଞ୍ଜି ଆଣିବ ନା ପାଟି କରିବେ ସେଇଠି ଲୋକ ଅଛନ୍ତି ସାଙ୍ଗମାନେ କାହିଁକିନା କାଜୁ ଫଳ ପାଇଁ ସେ ଅଛନ୍ତି ମଞ୍ଜି ପାଇଁ ଆମେ ନେଇଗଲେ ହେବ କି ସେମାନେ ତ ପୁଣି 2 ପଇସା ରୋଜଗାର କରିବେ ନା ଆମେ ଫଳଟା ଦରକାର ଆମର ଚାଖିବା ପାଇଁ ପଳେଇ ଆସ ଏବେ ପହଞ୍ଚିଗଲୁ ସାଙ୍ଗମାନେ ଆମେ କାମାକ୍ଷା ଛକ ଖରା ତ ଧୀରେ ଧୀରେ ବଢ଼ିଗଲାଣି ଆମର ବସି ପଡ଼ିଲେ ଗୁପଚୁପ ଦୁଇଟା ଖାଇବା ତାପରେ ଘରକୁ ଯିବା ଆଉ ରାଗାଟେ କମ୍ କର ଭାଇ ରାଗାଟେ କମ୍ କର ଖାଇବୁନି ଆସୁନୁ ଖାଇବୁ ଯିବା ଖରା ବଢ଼ି ଯାଉଛି ନା ଆଉ ଏପଟେ ଗୁଡ଼ା ଭଲ NH ଅପେକ୍ଷା କାହିଁକି ତ ଟିକେ ଲେଟ୍ ହେଉଛି କିନ୍ତୁ ଯେଉଁ ଖରା ଟାଇମ୍ରେ ଗଛ ଗୁଡ଼ା ସାଇଡ଼୍ରେ ନାହିଁ ସାଇଡ଼୍ରେ ଆସିବ ଶୋଇପଡ଼ ଘଣ୍ଟାରେ ଖାଇ ଆସିଲାଣି ହଉ ଆସା ଖାଇଦେବା ସକାଳେ ଖାଲି ଟିକେ ଇଟିଲି ଖାଇଦେଲା ଆଉ କିଛି ନାହିଁ ସେଇଟା କେଉଁଟା ଖାଇଦେଲେ ଚନ୍ଦକା ରୋଡ଼ ନାଇଁ ଚନ୍ଦକା ରୋଡ଼ ଖାଇଦେଲେ ତୋର ହେଉଛି ସାମାନ ଗୋଟେ କ'ଣ କେତେ ରହିଲା 5 କିଲୋ 500 ନାଇଁ 20 ଟଙ୍କା କିଲୋ ଭଲ ଅଛି କ'ଣଟା ଖାଇବୁ କହିଲୁ କ'ଣଟା ଖାଇବୁ କହୁଛୁ এইগুলা এটা କ'ଣ এইটা କ'ଣଟା এটা କ'ଣ ହେବ ଖଟା ଲାଗିବ ଆଉ ପିଉଛ ସତ ନା କ'ଣ ହଁ ଅଁଳା ତ ଏ ଜିନିଷଟା ଭଲ ହିନ୍ଦା ପିଇଲେ ତ ଭଲ ହୁଅନ୍ତା ମନସା କ'ଣ କହୁଛି ଚକୋଲେଟ୍ ଖୋଲୁ ଜଲ୍ଦି ଖୋଲୁ ଯେ ଖରା ହେଲାନି ତରଭୁଜ କିଲୋ 20 ସାଙ୍ଗମାନେ 5 କିଲୋ 500 ହେଇଗଲା 110 ଭଲ ଅଛି ଯଦି ନେବ ତ ଭଲ ନେବ ଛିଣ୍ଡି ଯିବନି ତ ଛିଣ୍ଡିବନି ଏଇଟା ବାନ୍ଧେ
ରୋଡ଼ରେ ଆସିଲା ବେଳକୁ ସାଙ୍ଗମାନେ ଛତୁ ମିଳିଗଲା, ପାଳ ଛତୁ ଭଲ, କାହିଁକିନା ମୋ ଭାଇ ଫେଭରାଇଟ୍ ପାଳ ଛତୁ, ଫୁଟିଲା ଛତୁ କିନ୍ତୁ ସେ ମାଉସୀ ଜଣେ ବିକୁଛନ୍ତି ତ, ଯାଇଛନ୍ତି ଘରକୁ ପଇସା ଆଣିବା ପାଇଁ, ଚେଞ୍ଚ ଆଣିବା ପାଇଁ ଯାଇଛନ୍ତି। ଏଇଟା ହେଉଛି ବର୍ତ୍ତମାନ ଆମେ ଭାଲୁମୁଣ୍ଡା ରୋଡ଼କୁ ପଳେଇ ଆସିଲୁ। କେଉଁ ଗାଁ ମୁଁ ବି ଭାଇ ଜାଣିନି, ଯେଉଁ ଭାଇମାନେ ଜାଣିଛନ୍ତି କମେଣ୍ଟ କରିବେ। ଶ୍ରୀମୂଳା ନା କେଉଁ ଗାଁଟା, ମାଉସୀ ପଚାରେ, ମାଉସୀ ଆସନ୍ତୁ। ଏନେ ଯିବୁ ଭାଲୁମୁଣ୍ଡା ଯିବୁ। ଏଇଟା ମାସ କେଉଁ ଗାଁ? ତୁମସିଙ୍ଗା ନି? ଆଚ୍ଛା ଆଚ୍ଛା, ତୁମସିଙ୍ଗା। ହଁ ହଁ, ଆମେ ଆଇଲୁ ଭୁବନେଶ୍ୱରରୁ ଆସିଲୁ। ହଁ ଆସୁଛୁ ଧୀରେ ଧୀରେ ଆଉ। ଓହୋ, ସାଙ୍ଗମାନଙ୍କୁ ତ ତ୍ରାହି ମିଳିଲା, କାହିଁକିନା ଭାଲୁମୁଣ୍ଡା ଛକ ପହଞ୍ଚିଗଲୁ। ଯାଇଛି ଚକୋଲେଟ୍ ପାଇଁ, ସେ ଭିତରେ ବସିଛି। ମନୀଷା କହିଲା ଚକୋଲେଟ୍ ନେବା ପାଇଁ ତ, ଘରୁ ଗଲେ ଟିକେ ଗାଧୋଇବା, ତାପରେ ଯା କଥାବାର୍ତ୍ତା। ଏଇଟା ନେ, ତମେ କ'ଣ ଆଣିଯିବା ଦେଖିବା। ମନୀଷା ଜାଣିନି ଫେଭରାଇଟ୍, ଦେଖି ଖୋଲେ। ଆଉ ଗୋଟେ ଗୁପଚୁପ୍, ଆଉ ଗୋଟେ ଅଛି ଯଦି ପାଣି, ବାସ୍। ଚକୋଲେଟ୍ ଆଣିନି, ଚକୋଲେଟ୍ ଆଣିଛି ଆଣିଛି ଆଣିଛି, ଚକୋଲେଟ୍ ଆଣିଛି, ମା ରଖିଛି ଚକୋଲେଟ୍। ଯା ସାଙ୍ଗମାନେ ଏବେ ଘରେ ପହଞ୍ଚିଗଲୁ। ଆଗ ଭାଇને ଗାଧୋଇବା, ତାପରେ କଥାବାର୍ତ୍ତା। ଯେଉଁ ଗରମ ଲାଗୁଛି ଦେଖିବେ ନା ମୁହଁ, ବର୍ଦ୍ଧଣା ଦେଖନ୍ତୁ କିମ୍ବା କଳା ନାହିଁ, ଅବସ୍ଥା ପୁରା 12 ବାଜି ସାରିଲାଣି। ସବୁ ତ ଫଟୋ ଦେଲା, ଫଟୋ ଫଟୋ ଲାଇଟର ଲଗା। ଥଣ୍ଡାଟା ଫୁଲ୍ ପିଆ, ତୁ ବି ଯା ଧୋଇ ଧୋଇ ଆସିବୁ।